সেই মর্যাদা, সেই দোষ, সেই সম্মান সেତେବେଳେ ସେତିକି ବେଳେ ମାଟିରେ ମିଶିଥାଏ। ଯେତେବେଳେ ମୋରି ହାତରେ ତିଆରି କରିଥିବା ମୋ ପୁଲା, ମୋ ପୁଅ ହୁଅନ୍ତୁ, ମୋ ଭାଇ ହୁଅନ୍ତୁ, ମୋର କନିଷ୍ଠ ହୁଅନ୍ତୁ ମୋ ବଂଶରେ, ସେମାନେ ଯେତେବେଳେ ଛପଟେ ଲୁଚିକି ଶତ୍ରୁ ହେଇଯାନ୍ତି, ତାଠାରୁ ବଡ ବାଧା ମଧ୍ୟ ଦୁନିଆ ଭିତରେ ଆଉ କେହି ନାହିଁ। ତମେ ଦେଖିଛ ମା କଙ୍କଡା ଧାନ ଗଛ ମୂଳେ ଚାଷ ଜମିରେ ଆଷାଢ ମାସର ପହିଲି ପାଣି ପଡୁ ପଡୁ ସେମାନେ ସବୁ ଟିକି ଟିକି ହେଇକି ଜନ୍ମ ନେଇଥାନ୍ତି। ଆଉ ସେ ଆଷାଢ ମାସର ପହିଲି ପାଣିରେ ଟିକେ ଟିକେ ହେଇ ଜନ୍ମ ନେଇଥିବା କଙ୍କଡା ଗୁଡାକ ଧୀରେ 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 ବଡ ହେଇଯାନ୍ତି। ବଡ ହେଇସାରିବ ବୋଲି ମା କଙ୍କଡା ତା ପେଟ ଭିତରେ ସିଏ ମଧ୍ୟ କିଛି ଛୁଆଙ୍କୁ ଧରେ। ସେଇ ପେଟ ଭିତରେ ରହିଥିବା ଛୁଆ କଙ୍କଡା ମାନଙ୍କୁ ଇଏ ବଞ୍ଚେଇବା ପାଇଁ, ପେଟ ଭିତରେ ବଡ କରିବା ପାଇଁ ନିଜେ ଖାଦ୍ୟ ସଂଗ୍ରହ କରି ଯାହା ଖାଏ, ମାର ଗର୍ଭ ଭିତରେ ସେ ପିଲାମାନେ ମା ସଂଗ୍ରହ କରୁଥିବା ଖାଦ୍ୟକୁ ବାଣ୍ଟି ଗୁଟିକି ଖାଇବେ। ସେତେବେଳେ ଯେତେବେଳେ ସେ ବଡ ହେଇଯାନ୍ତି ଧୀରେ ଧୀରେ ସେ ଯେତିକି ଖାଦ୍ୟ ସଂଗ୍ରହ କରେ, ପିଲା ପେଟ ବଢିଗଲା ପରେ ଅଧିକ ଖାଦ୍ୟ ଆବଶ୍ୟକତା ପଡିଥାଏ। ଆବଶ୍ୟକତା ମୁତାବକ ସେତିକି ଖାଦ୍ୟ ଆଉ ସଂଗ୍ରହ କରିବାର କ୍ଷମତାକୁ ହରାଏ। ଶେଷରେ ମା ପେଟ ଭିତରେ ଥାଇ ଏ ଛୁଆ ଗୁଡାକ ବିଚାର କରନ୍ତିନି, ଆମ ମା ଆମକୁ ଗର୍ଭରେ ଧରି କେତେ କଷ୍ଟ କେତେ ଯନ୍ତ୍ରଣା ସହିଛି। ଖାଦ୍ୟର ଅଭାବରେ ଶେଷରେ ସେଇ ମାର ଅନ୍ତ ବୁଜୁଳିକି ଦୁହି 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 ଖାଇ ଦିଅନ୍ତି। ମା କଙ୍କଡାର ମୃତ୍ୟୁ ମରିଯାଏ। ଏଇ ପିଲାଙ୍କ ପାଇଁ ଏତେ ତ୍ୟାଗ କଲା ପରେ ବି ନିର୍বোଧ ପିଲା ଗୁଡାକ ତା ଗର୍ଭ ଭିତରେ ବୁଝି ନ ପାରି ତାର ଅନ୍ତ ବୁଜୁଳିକି ଦୁହି 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 ଖାଇ ମାରି ଦିଅନ୍ତି। ମୁଁ ଶେଷକୁ କଙ୍କଡା ହେଇଗଲି। ଏ କେଶ ମୁଁ କଙ୍କଡା ହେଇଗଲି। ଅର୍ଜୁନ କାଲି ପର୍ଯ୍ୟନ୍ତ ସିଧାସଳଖ ମୋ ସହିତ ଯୁଦ୍ଧ କରୁଥିଲା। ବିଶ୍ୱ ଇତିହାସରେ ଗୋଟେ ସ୍ୱର୍ଣ୍ଣାକ୍ଷରରେ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି ହେଇଥିଲା ଯେ ଯୋଉ ରାତି ଭିତରେ ଯୁଦ୍ଧ କେହି କାହାକୁ କମ୍ ନୁହେଁ। ଆଜି ଏଡ ବଡ ଯୋଦ୍ଧା ମାଇଚିଆ ପଛପଟେ ମା ପେଟରେ କଙ୍କଡା ଅନ୍ତ ବୁଦୁଳି ଦୋହିଲା ଭଳି ପଛପଟେ ରହିକି ତୁ ସରସନ୍ଧାନ କରୁଛୁ। ଶତଧିକ ତୋ ବୀରତ୍ୱକୁ ଆଉ ଶତଧିକ ମୋ ମଣିଷ କରିବାକୁ। ତୋ ଭଳିଆ ଜେଜ ହେଇ ନାତିର ଜେଜ ହବାଟା ମୋ ପାଇଁ ଶତଧିକ। ଅସ୍ତ୍ର ତ୍ୟାଗ କରିଦେଲେ କହିଲେ, ହେ ଅର୍ଜୁନ ସର ବର୍ଷା କରି ମତେ ସରରେ ଶୁଆଇ ଦିଅ। ଏବେ ଏହି ନିୟମରେ ପିତାମହ ଭୀଷ୍ମ ଅସ୍ତ୍ର ତ୍ୟାଗ